ବୃଷ ରାଶିର ବିଶେଷତା ବିଶ୍ୱସ୍ତ ବ୍ୟକ୍ତିତ୍ୱ, ସହନଶୀଳ, ବ୍ୟବହାରିକ, ସମର୍ପିତ, ଦାୟିତ୍ୱବାନ। ଦୁର୍ବଳତା ଲାଜକୁଲା ପ୍ରକୃତି, ଭୟଭୀତ ପ୍ରକୃତି। ଶାରୀରିକ ଲକ୍ଷଣଗୁଡ଼ିକ ପତଳା ଶରୀର, ଉଚ୍ଚ ମୁଣ୍ଡ, ଲମ୍ବା ହାତ ଏବଂ ଗୋଡ଼। ଉପଯୁକ୍ତ ଚାକିରି ଏବଂ ବ୍ୟବସାୟ, ନୌସେନା, ସିଭିଲ ସେବା, ପ୍ଲାଷ୍ଟିକ୍ ଏବଂ ରଙ୍ଗ ବ୍ୟବସାୟ ଉପଯୁକ୍ତ। ବନ୍ଧୁତ୍ୱପୂର୍ଣ୍ଣ ରାଶି ଚିହ୍ନ ମିଥୁନ, କନ୍ୟା, ତୁଲା, ମକର, କୁମ୍ଭ, ଧନୁ। ବୃଷ ରାଶିର ଉପାଦାନ ପୃଥିବୀ। ଭାଗ୍ୟବାନ ବର୍ଷ ହେଲା 33, 44 ଏବଂ 61। ଭାଗ୍ୟବାନ ଦିନ ଏବଂ ସଂଖ୍ୟା ଶୁକ୍ରବାର, ସଂଖ୍ୟା ହେଲା 6। ପସନ୍ଦ କରନ୍ତି ବଗିଚା କାମ, ଖାଦ୍ୟ, ସଙ୍ଗୀତ, ଦାମୀ ପୋଷାକ ଏବଂ କଳା ଆଗ୍ରହ। ନାପସନ୍ଦ ଦୌଡ଼ିବା, ବାହାରେ ରହିବା, ମସଲାଯୁକ୍ତ ଖାଦ୍ୟ ଖାଇବା। ବୃଷ ରାଶିର ବ୍ୟକ୍ତିତ୍ୱ, ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ସେମାନଙ୍କର ସଂକଳ୍ପ ଅତୁଟ। ଏହି ରାଶିରେ ଜନ୍ମିତ ଲୋକମାନେ ସେମାନଙ୍କ ପ୍ରୟାସ ଏବଂ କଠିନ ପରିଶ୍ରମ ପାଇଁ ପୁରସ୍କୃତ ହେବାକୁ ଚାହାନ୍ତି ଏବଂ ସେମାନେ ଚିନ୍ତା ନକରି ଯେକୌଣସି କାମ କରିବାକୁ ଚେଷ୍ଟା କରନ୍ତି। ଏହି ରାଶିର ପ୍ରତୀକ ହେଉଛି ବୃଷ ଏବଂ ଏହା ରାଶିର ଦ୍ୱିତୀୟ ଘରେ ଆସିଥାଏ। ଏହି ରାଶିର ଲୋକମାନେ ଭୂମି ସହିତ ସମ୍ପର୍କ ରଖୁଥିବା ଲୋକ ଏବଂ ସେମାନେ ଯାହା ବିଶ୍ୱାସ କରନ୍ତି କେବଳ ତାହା ହିଁ କୁହନ୍ତି। ସେମାନଙ୍କର ସଂକଳ୍ପ ଅତୁଟ। ବୃଷ ରାଶିର ଲୋକମାନେ ବ୍ୟବହାରିକ, ସ୍ଥିର ଏବଂ ନିର୍ଭରଯୋଗ୍ୟ ହୋଇଥାନ୍ତି। ଜୀବନ ସହିତ ସେମାନେ ସେହି ଅନୁସାରେ ନିଜ ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ି ଚାଲିଥାନ୍ତି, କିନ୍ତୁ ସେମାନଙ୍କର ଗତି ଧୀର ରହିଥାଏ। ସେମାନଙ୍କର ଶକ୍ତି ହେଉଛି ସେମାନଙ୍କର ସ୍ଥିରତା, ସଚ୍ଚୋଟତା ଏବଂ ଦୃଢ଼ ନିର୍ଣ୍ଣୟ। ସେମାନଙ୍କୁ ସେମାନଙ୍କ ରାସ୍ତାରୁ ବିଚଳିତ କରିବା କିମ୍ବା ସେମାନଙ୍କର ଧ୍ୟାନ ହଟାଇବା ବହୁତ କଷ୍ଟକର। ସେମାନେ ଲକ୍ଷ୍ୟ ସ୍ଥିର କରିବା ପରେ ତାହା ହାସଲ କରିବା ପରେ ହିଁ ସନ୍ତୁଷ୍ଟ ହୁଅନ୍ତି। କୌଣସି ବିପଦ ନେବାକୁ ଭୟ କରନ୍ତି। ଏହାର ପ୍ରଥମ କାରଣ ହେଉଛି ସେମାନଙ୍କୁ ସୁରକ୍ଷା ପସନ୍ଦ କରନ୍ତି। ଦ୍ୱିତୀୟ କାରଣ ହେଉଛି ସେମାନେ ଅଳସୁଆ। ସାମଗ୍ରିକ ଭାବରେ ସେମାନେ ନିଜର ପରୀକ୍ଷିତ ପଥ ଅନୁସରଣ କରିବାକୁ ପସନ୍ଦ କରନ୍ତି ନାହିଁ। ଯଦିଓ ଖରାପ ନୁହେଁ, କିନ୍ତୁ ଏହି ଅଭ୍ୟାସ ଯୋଗୁଁ ସେମାନେ ପ୍ରାୟତଃ ନୂତନ କାର୍ଯ୍ୟର ମଜା ନେବାକୁ ବଞ୍ଚିତ ହୁଅନ୍ତି। ଏକ ସୁରକ୍ଷିତ ପରିବେଶରେ ରହିବାକୁ ପସନ୍ଦ କରନ୍ତି। ଏହି ସୁରକ୍ଷା ପ୍ରିୟ ଲୋକମାନେ ସେମାନଙ୍କ ପରିବେଶ, କାର୍ଯ୍ୟ, ଘର କିମ୍ବା ଚିନ୍ତାଧାରା ସହିତ ଦୃଢ଼ ଭାବରେ ଜଡ଼ିତ ହୁଅନ୍ତି। ଅନ୍ୟମାନେ ଏହାକୁ ଜିଦ୍ଦର ବୋଲି କହନ୍ତି, କିନ୍ତୁ ଏହି ଲୋକମାନେ ଏହାକୁ ସ୍ଥିରତା, ଆବଶ୍ୟକତା ବୋଲି କୁହନ୍ତି। ଏହି କାରଣରୁ ସେମାନଙ୍କର ମନ ନୂତନ ପରିବର୍ତ୍ତନକୁ ଗ୍ରହଣ କରିପାରୁନାହିଁ। ଫଳସ୍ୱରୂପ ସେମାନେ ଯାହା କରନ୍ତି ତାହା ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଯଦିଓ ଏହି ରାଶିରେ ଜନ୍ମ ହୋଇଥିବା ଲୋକମାନେ ଜିଦ୍ଦର ହୋଇଥାନ୍ତି, ସେମାନେ ପରି ଆଉ ଦୃଢ଼ ବ୍ୟକ୍ତି ପାଇବା କଷ୍ଟକର। ସେମାନେ କ୍ୱଚିତ୍ ଚାପର ବଶବର୍ତ୍ତୀ ହୁଅନ୍ତି। ସେମାନେ ସାଧାରଣତଃ ଶାନ୍ତି ଚାହାନ୍ତି, କିନ୍ତୁ ଆପଣ ସେମାନଙ୍କୁ ପଛୁଆ ବ୍ୟକ୍ତି କହିପାରିବେ ନାହିଁ। ସେମାନେ ଧୈର୍ଯ୍ୟବାନ ଏବଂ ବିଶ୍ୱସ୍ତ, କିନ୍ତୁ ଯଦି ରାଗିଯାଆନ୍ତି ତେବେ ସେମାନେ ନିଷ୍ଠୁର ହୋଇଯାଆନ୍ତି, କିନ୍ତୁ ସେତେବେଳେ ସେମାନଙ୍କର କ୍ରୋଧ ଶାନ୍ତ ହୁଏ। ସେମାନେ ଗୌତମ ବୁଦ୍ଧଙ୍କ ପରି ଶାନ୍ତ ହୋଇଯାଆନ୍ତି। ସେମାନେ ଏପରି କରିଥାନ୍ତି। ବୃଷ ରାଶିରେ ଜନ୍ମିତ ଲୋକମାନେ କଳାକାର ଏବଂ ସଙ୍ଗୀତଜ୍ଞ ମଧ୍ୟ ହୋଇପାରନ୍ତି। ସେମାନଙ୍କର ସମସ୍ତ ଭଲ କ୍ଷେତ୍ର, ଯେପରିକି କଳା, ସଙ୍ଗୀତ,
ଭଲ ଖାଦ୍ୟ, ଶାରୀରିକ ଆନନ୍ଦ, ଭୌତିକ ସୁବିଧା ସେମାନଙ୍କ ପାଇଁ ପୃଥିବୀର ସ୍ୱର୍ଗ ସଦୃଶ। ଯଦିଓ ସେମାନେ ଆତ୍ମକେନ୍ଦ୍ରୀୟ ନୁହନ୍ତି, ସେମାନେ ଭୌତିକ ସୁଖ ଚାହାନ୍ତି। ସେମାନେ ପରିବାର ପ୍ରେମୀ ଏବଂ ଚାହାନ୍ତି ଯେ ସେମାନଙ୍କ ପ୍ରିୟଜନଙ୍କ ପାଇଁ ମଧ୍ୟ ସମସ୍ତ ଭୌତିକ ସୁଖ ସୁବିଧା ଉପଲବ୍ଧ ହେଉ।